ସମ୍ବଲପୁର ଜିଲ୍ଲାର ହୀରାକୁଦ ଅଞ୍ଚଳର ଜଣେ ଅନୁସୂଚିତ ଜାତି ମହିଳା ଉପରେ ଘଟିଥିବା ଗୁରୁତର ଆକ୍ରମଣ, ନିର୍ଯାତନା, ଯୌନ ଶୋଷଣ, ଧମକ ଓ ଜାତିଆଣ ଅପମାନ ଘଟଣାକୁ ନେଇ ହୀରାକୁଦ ଥାନା ଅଧିକାରୀଙ୍କ ନିକଟରେ ବିଏନ୍ଏସ୍ ଓ SC/ST ନିର୍ଯାତନା ନିବାରଣ ଆଇନ ଅଧୀନରେ ଏଫ୍ଆଇଆର ରେଜିଷ୍ଟ୍ରେସନ ପାଇଁ ପିଟିସନ ଦାଖଲ କରାଯାଇଛି। ଅଭିଯୋଗ ଅନୁଯାୟୀ ଅନ୍ୟ ସମ୍ପ୍ରଦାୟର ଜଣେ ବ୍ୟକ୍ତି ପ୍ରେମ ଓ ବିବାହର ପ୍ରଲୋଭନ ଦେଇ ମହିଳାଙ୍କ ସହ ଶାରୀରିକ ସମ୍ପର୍କ ସ୍ଥାପନ କରିଥିଲେ। ପରବର୍ତ୍ତୀ ସମୟରେ ତାଙ୍କୁ ନିରନ୍ତର ଶାରୀରିକ ଓ ମାନସିକ ଏବଂ ଭାବନାତ୍ମକ ନିର୍ଯାତନା ଦିଆଯାଇଥିବା, ଜାତି ଉଲ୍ଲେଖ କରି ଅପମାନ କରାଯାଇଥିବା, ଜୀବନ ନାଶକ ଧମକ ଦିଆଯାଇଥିବା ଓ ବଳପୂର୍ବକ ଧର୍ମ ପରିବର୍ତ୍ତନ ପାଇଁ ଚାପ ପକାଯାଇଥିବା, ଗୋମାଂସ ଖାଇବାକୁ ବାଧ୍ୟ କରିଥିବା ଅଭିଯୋଗ ରହିଛି। ଏଥିସହିତ ଅଭିଯୁକ୍ତଙ୍କ ବିରୋଧରେ ଯୌନ ଶୋଷଣ, ଗୁପ୍ତ ଭିଡିଓ ତିଆରି କରି ବ୍ଲାକମେଲ କରିବାର ଆଶଙ୍କା ଏବଂ ଏକାଧିକ ମହିଳାଙ୍କ ସହ ସମ୍ପର୍କ ରଖି ପ୍ରଲୋଭନ ମାଧ୍ୟମରେ ଶୋଷଣ କରୁଥିବା ଗୁରୁତର ଅଭିଯୋଗ ମଧ୍ୟ ଉଠିଛି। ଏହି ଘଟଣା କେବଳ ଘରୋଇ ନିର୍ଯାତନାରେ ସୀମିତ ନଥାଇ ଏକ ସଂଗଠିତ ପ୍ରଲୋଭନ, ପରିଚୟ ଗୋପନ ଓ ମହିଳା ଶୋଷଣ ଚକ୍ରର ଆଶଙ୍କାକୁ ମଧ୍ୟ ସୂଚିତ କରୁଛି ବୋଲି ପିଟିସନରେ ଉଲ୍ଲେଖ କରାଯାଇଛି। କେତେକ ସାମାଜିକ ସଂଗଠନ ଏହାକୁ ତଥାକଥିତ ଲଭ୍ ଜିହାଦ ପ୍ରକାରର ଘଟଣା ସହିତ ସମ୍ପୃକ୍ତ ଆଶଙ୍କା ଭାବରେ ଦେଖୁଥିବା ବେଳେ ସମ୍ପୂର୍ଣ୍ଣ ସତ୍ୟ ତଦନ୍ତ ପରେ ମାତ୍ର ସ୍ପଷ୍ଟ ହେବ ବୋଲି ମତ ପ୍ରକାଶ ପାଇଛି। ପିଟିସନରେ ତୁରନ୍ତ ଏଫ୍ଆଇଆର ରେଜିଷ୍ଟ୍ରେସନ, ଅଭିଯୁକ୍ତଙ୍କ ଗିରଫ, ପୀଡ଼ିତାଙ୍କୁ ସୁରକ୍ଷା, ଇଲେକ୍ଟ୍ରୋନିକ ପ୍ରମାଣ ପତ୍ର ଜବତ ଓ ଉଚ୍ଚ ଅଧିକାରୀଙ୍କ ନିରୀକ୍ଷଣରେ ନିରପେକ୍ଷ ତଦନ୍ତ ଦାବି କରାଯାଇଛି। ସମାଜରେ ମହିଳାଙ୍କ ସୁରକ୍ଷା ପାଇଁ ଏପରି ଘଟଣାରେ ତୁରନ୍ତ ଓ କଠୋର କାର୍ଯ୍ୟାନୁଷ୍ଠାନ ଅତ୍ୟାବଶ୍ୟକ ବୋଲି ଦାବି ହୋଇଛି। ନିଖିଲ ସାହାଙ୍କ ନେତୃତ୍ୱରେ ଏକ ପ୍ରତିନିଧି ସମ୍ବଲପୁର ମହାନଗର ବଜରଙ୍ଗ ଦଳ ସମ୍ପର୍କରେ ହୀରାକୁଦ ଥାନା ଅଧିକାରୀଙ୍କୁ ଭେଟି କଠୋର ପଦକ୍ଷେପ ନେବାକୁ ଦାବି କରିଛନ୍ତି।